ଓମ୍ ଶାନ୍ତି। 23 ଏପ୍ରିଲ 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ଏବେ ନାଟକ ଶେଷ ହେବାକୁ ଯାଉଛି। ଘରକୁ ଫେରିବାର ଅଛି। କଳିଯୁଗ ଶେଷ ହେବା ପରେ ପୁଣି ସତ୍ୟଯୁଗର ପୁନରାବୃତ୍ତି ହେବ। ଏହି ରହସ୍ୟ ସମସ୍ତଙ୍କୁ ବୁଝାଅ। ଏବେ ନାଟକ ଶେଷ ହେବାକୁ ଯାଉଛି। ଘରକୁ ଫେରିବାର ଅଛି। କଳିଯୁଗ ଶେଷ ହେବା ପରେ ପୁଣି ସତ୍ୟଯୁଗର ପୁନରାବୃତ୍ତି ହେବ। ଏହି ରହସ୍ୟ ସମସ୍ତଙ୍କୁ ବୁଝାଅ। ପ୍ରଶ୍ନ: ଆତ୍ମା ଅଭିନୟ କରି କରି ଥକି ଯାଇଛି। ଥକି ଯିବାର ମୁଖ୍ୟ କାରଣ କ'ଣ? ଆତ୍ମା ଅଭିନୟ କରି କରି ଥକି ଯାଇଛି। ଥକି ଯିବାର ମୁଖ୍ୟ କାରଣ କ'ଣ? ଉତ୍ତର: ବହୁତ ଭକ୍ତି କଲେ, ଅନେକ ମନ୍ଦିର ନିର୍ମାଣ କଲେ, ପଇସା ଖର୍ଚ୍ଚ କଲେ, ଧକ୍କା ଖାଇ ଖାଇ ସତପ୍ରଧାନ ଆତ୍ମା ତମ ପ୍ରଧାନ ହୋଇଗଲା। ତମ ପ୍ରଧାନ ହେବା କାରଣରୁ ଦୁଃଖୀ ହେଲା। ଯଦି କେହି କୌଣସି କଥାରେ ହଇରାଣ ହୁଅନ୍ତି ତେବେ ଥକି ଯାଆନ୍ତି। ଏବେ ସମସ୍ତ କ୍ଳାନ୍ତିକୁ ଦୂର କରିବା ପାଇଁ ବାବା ଆସିଛନ୍ତି। ଓମ୍ ଶାନ୍ତି। ରୁହାନୀ ପିତା ସନ୍ତାନମାନଙ୍କୁ ବୁଝାଉଛନ୍ତି। ତାଙ୍କର ନାମ କ'ଣ? ଶିବ। ଏଠାରେ ବସିଥିବା ପିଲାମାନଙ୍କୁ ଭଲ ଭାବରେ ମନେ ରଖିବା ଦରକାର। ଏହି ଡ୍ରାମାରେ ସମସ୍ତଙ୍କର ଯେଉଁ ପାର୍ଟ ରହିଛି, ଏବେ ତାହା ସବୁ ଶେଷ ହେଉଛି। ନାଟକ ସରିଲା ବେଳକୁ ସମସ୍ତ ଅଭିନେତା ବୁଝି ନେଇଥାନ୍ତି ଯେ ଆମର ଅଭିନୟ ଏବେ ପୂରା ହେଉଛି। ଏବେ ଘରକୁ ଯିବାର ଅଛି। ତୁମମାନଙ୍କୁ ମଧ୍ୟ ବାବା ଏବେ ଜ୍ଞାନ ଦେଇଛନ୍ତି। ଏହି ବୁଦ୍ଧି ଆଉ କାହା ମଧ୍ୟରେ ନାହିଁ। ଏବେ ତୁମମାନଙ୍କୁ ବାବା ବୁଦ୍ଧିମାନ କରୁଛନ୍ତି। ପିଲାମାନେ, ଏବେ ନାଟକ ଶେଷ ହେଉଛି। ଏବେ ପୁଣି ନୂଆ ସୃଷ୍ଟିଚକ୍ର ଆରମ୍ଭ ହେବାର ଅଛି। ନୂଆ ଦୁନିଆରେ ସତ୍ୟଯୁଗ ଥିଲା। ଏବେ ଏହି ପୁରୁଣା ଦୁନିଆରେ କଳିଯୁଗର ଅନ୍ତିମ ସମୟ। ଯେଉଁମାନଙ୍କୁ ବାବା ମିଳିଛନ୍ତି, ଏହି କଥା ସେମାନେ ହିଁ ଜାଣନ୍ତି। ଯେଉଁ ନୂଆ ପିଲାମାନେ ଆସୁଛନ୍ତି ତାଙ୍କୁ ମଧ୍ୟ ଏହା ବୁଝାଇବାର ଅଛି। ଏବେ ନାଟକ ଶେଷ ହେଉଛି। କଳିଯୁଗ ସମାପ୍ତ ହେବା ପରେ ପୁଣି ସତ୍ୟଯୁଗର ପୁନରାବୃତ୍ତି ହେବାର ଅଛି। ଏତେ ସବୁ ଯେଉଁ ମନୁଷ୍ୟ ଆତ୍ମା ଅଛନ୍ତି, ସମସ୍ତଙ୍କୁ ନିଜ ଘରକୁ ଫେରିବାର ଅଛି। ଏବେ ନାଟକ ଶେଷ ହେବାକୁ ଯାଉଛି। ଏଥିରୁ ମନୁଷ୍ୟ ବୁଝି ନିଅନ୍ତି ଯେ ପ୍ରଳୟ ହେବ। ଏବେ ତୁମେ ଜାଣିପାରୁଛ ଯେ ପୁରୁଣା ଦୁନିଆର ବିନାଶ କିପରି ହୁଏ। ଭାରତ ଅବିନାଶୀ ଖଣ୍ଡ। ବାବା ମଧ୍ୟ ଏହିଠାକୁ ହିଁ ଆସନ୍ତି। ବାକି ଆଉ ସବୁ ଖଣ୍ଡ ବିନାଶ ହୋଇଯିବ। ଏହି ଖିଆଲ ଆଉ କାହାର ବୁଦ୍ଧିରେ ଆସିପାରିବ ନାହିଁ। ବାବା ତୁମମାନଙ୍କୁ ବୁଝାଉଛନ୍ତି, ଏବେ ନାଟକ ଶେଷ ହେଉଛି, ପୁଣି ପୁନରାବୃତ୍ତି ହେବାର ଅଛି। ଏହା ପୂର୍ବରୁ ନାଟକର ନାଁ ମଧ୍ୟ ତୁମ ବୁଦ୍ଧିରେ ନଥିଲା। କହିବା ଛଳରେ କହୁଥିଲ ଯେ ଏହି ଦୁନିଆ ହେଲା ନାଟକଶାଳା, ଯେଉଁଥିରେ ଆମେ ସବୁ ଅଭିନେତା। ପୂର୍ବରୁ ଯେବେ ଏସବୁ କଥା କହୁଥିଲ, ସେତେବେଳେ ନିଜକୁ ଶରୀର ବୋଲି ଭାବୁଥିଲୁ। ଏବେ ବାବା କହୁଛନ୍ତି, ନିଜକୁ ଆତ୍ମା ବୋଲି ଭାବ ଓ ବାବାଙ୍କୁ ମନେ ପକାଅ। ଏବେ ଆମକୁ ଘରକୁ ଫେରିବାର ଅଛି। ତାହା ହେଲା ମିଠା ଘର। ସେହି ନିରାକାରୀ ଦୁନିଆରେ ଆମେ ଆତ୍ମା ସବୁ ରହିଥାଉ। ଏହି ଜ୍ଞାନ କୌଣସି ମନୁଷ୍ୟ ପାଖରେ ନାହିଁ। ଏବେ ତୁମେ ସଙ୍ଗମରେ ଅଛ। ଜାଣିଛ ଯେ ଏବେ ଆମକୁ ଘରକୁ ଫେରିଯିବାର ଅଛି। ପୁରୁଣା ଦୁନିଆ ଶେଷ ହେବ, ତେଣୁ ଭକ୍ତି ମଧ୍ୟ ଶେଷ ହେବ। ସର୍ବପ୍ରଥମେ କିଏ ଆସନ୍ତି? ଏହି ସବୁ ଧର୍ମ କିପରି କ୍ରମାନୁସାରେ ଆସେ, ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ଏହି ବାବା ହିଁ ନୂଆ କଥା ବୁଝାଉଛନ୍ତି। ଆଉ କେହି ଏକଥା ବୁଝାଇ ପାରିବେ ନାହିଁ। ବାବା ମଧ୍ୟ ଥରେ ଆସି ବୁଝାଉଛନ୍ତି। ନୂଆ ଦୁନିଆର ସ୍ଥାପନ, ପୁରୁଣା ଦୁନିଆର ବିନାଶ କରିବା ପାଇଁ ଜ୍ଞାନସାଗର ବାବା ଥରେ ମାତ୍ର ଆସିଥାନ୍ତି। ତେଣୁ ବାବାଙ୍କ ସ୍ମୃତି ସହିତ ଏହି ଚକ୍ର ମଧ୍ୟ ବୁଦ୍ଧିରେ ରହିବା ଦରକାର। ଏବେ ସୃଷ୍ଟି ନାଟକ ଶେଷ ହେଉଛି। ଆମେ ଘରକୁ ଯାଉଛୁ। ଅଭିନୟ କରି କରି ଆମେ ଥକି ଯାଇଛୁ। ପଇସା ମଧ୍ୟ ଖର୍ଚ୍ଚ କଲୁ। ଭକ୍ତି କରି କରି ଆମେ ସତପ୍ରଧାନରୁ ତମ ପ୍ରଧାନ ହୋଇଗଲୁ। ଏହି ଦୁନିଆ ହିଁ ପୁରୁଣା ହୋଇଗଲା। ନାଟକକୁ ପୁରୁଣା କହିବା? ନା, ନାଟକ ତ କେବେ ପୁରୁଣା ହୁଏ ନାହିଁ। ନାଟକ ସର୍ବଦା ନୂଆ। ଏହା ଚାଲିଥାଏ। କିନ୍ତୁ ଦୁନିଆ ପୁରୁଣା ହୁଏ। ଆମେ ଆକ୍ଟର ବା ଅଭିନେତାମାନେ ତମ ପ୍ରଧାନ ଦୁଃଖୀ ହୋଇଯାଉ, ଥକି ଯାଉ। ସତ୍ୟ ଯୁଗରେ କ'ଣ ଥକିବା?
ସେଠି କୌଣସି କଥାରେ ଥକିଯିବା ବା ହଇରାଣ ହେବାର କଥା ନାହିଁ। ଏଠାରେ ତ ଅନେକ ପ୍ରକାର ଅସୁବିଧା ଦେଖିବାକୁ ମିଳୁଛି। ତୁମେ ଜାଣିଛ, ଏହି ପୁରୁଣା ଦୁନିଆ ଶେଷ ହେବାର ଅଛି। ଏବେ ମିତ୍ର ସମ୍ବନ୍ଧୀ ଆଦି କିଛି ମନେ ପଡ଼ିବା ଉଚିତ ନୁହେଁ। ଏକା ବାବାଙ୍କୁ ହିଁ ମନେ ପକାଇବା ଉଚିତ, ଯାହାଦ୍ୱାରା ବିକର୍ମ ବିନାଶ ହେବ। ବିକର୍ମ ବିନାଶ ହେବାର ଆଉ କୌଣସି ଉପାୟ ନାହିଁ। ଗୀତାରେ ମଧ୍ୟ ମନ୍ମନାଭବର ଅକ୍ଷର ରହିଛି, କିନ୍ତୁ ଅର୍ଥ କେହି ବୁଝିପାରୁନାହାନ୍ତି। ବାବା କହୁଛନ୍ତି, ମୋତେ ମନେ ପକାଅ ଏବଂ ବର୍ଷାକୁ ମନେ ପକାଅ। ତୁମେ ବିଶ୍ୱର ଅଧିକାରୀ ଅର୍ଥାତ୍ ମାଲିକ ଥିଲ, ପୁଣି ଏବେ ତୁମେ ବିଶ୍ୱର ମାଲିକ ହେବାକୁ ଯାଉଛ। ତେବେ କେତେ ଖୁସି ହେବା ଦରକାର। ଏବେ ତୁମେ କଉଡ଼ିରୁ ହୀରା ସଦୃଶ ହେଉଛ। ବାବାଙ୍କ ଠାରୁ ବର୍ଷା ନେବା ପାଇଁ ତୁମେ ଏଠାକୁ ଆସିଛ। ତୁମେ ଜାଣିଛ, କଳା କମ୍ ହେଲେ ଫୁଲର ବଗିଚା ଝାଉଁଳିଯାଏ। ଏବେ ତୁମେ ସେହି ଫୁଲର ବଗିଚା ହେଉଛ। ସତ୍ୟଯୁଗ ହେଲା ବଗିଚା, ତେଣୁ ତାହା କେତେ ସୁନ୍ଦର ହୋଇଥାଏ। ପୁଣି ଧୀରେ ଧୀରେ କଳା କମିଯାଇଥାଏ। 2 କଳା କମ୍ ହୋଇଗଲା, ବଗିଚା ଝାଉଁଳିଗଲା। ଏବେ କଣ୍ଟାର ଜଙ୍ଗଲ ହୋଇଯାଇଛି। ଏବେ ତୁମେ ଜାଣୁଛ, ଏ ଦୁନିଆର ଲୋକଙ୍କୁ କିଛି ମଧ୍ୟ ଜଣା ନାହିଁ। ଏହି ଜ୍ଞାନ ତୁମକୁ ମିଳୁଛି। ଏହା ନୂଆ ଦୁନିଆ ପାଇଁ ଜ୍ଞାନ। ନୂଆ ଦୁନିଆ ସ୍ଥାପନ ହେଉଛି ଏବଂ ତାହା ବାବା କରୁଛନ୍ତି। ବାବା ସୃଷ୍ଟିର ରଚୟିତା ଅଟନ୍ତି। ବାବାଙ୍କୁ ହିଁ ମନେ ପକାଇଥାନ୍ତି ଯେ, ଆସି ସ୍ୱର୍ଗ ରଚନା କର, ସୁଖଧାମ ରଚନା କର। ତେବେ ନିଶ୍ଚୟ ଦୁଃଖଧାମର ବିନାଶ ହେବ ନା। ବାବା ପ୍ରତିଦିନ ଯାହା ସବୁ ବୁଝାଉଛନ୍ତି, ତାହା ଧାରଣ କରି ଅନ୍ୟମାନଙ୍କୁ ବୁଝାଇବାର ଅଛି। ସର୍ବପ୍ରଥମେ ମୁଖ୍ୟ କଥା ବୁଝାଇବାର ଅଛି। ଆମର ପିତା କିଏ, ଯାହାଙ୍କଠାରୁ ବର୍ଷା ପାଇବାର ଅଛି। ଭକ୍ତି ମାର୍ଗରେ ମଧ୍ୟ ଗଡ଼ଫାଦର ବା ଭଗବାନଙ୍କୁ ମନେ ପକାନ୍ତି ଯେ, ଆମର ଦୁଃଖ ହରଣ କରି ସୁଖ ଦିଅ। ତେବେ ତୁମମାନଙ୍କର ବୁଦ୍ଧିରେ ମଧ୍ୟ ଭଗବାନ ପିତାଙ୍କର ସ୍ମୃତି ରହିବା ଦରକାର। ସ୍କୁଲରେ ଷ୍ଟୁଡେଣ୍ଟମାନଙ୍କ ବୁଦ୍ଧିରେ ଜ୍ଞାନ ବା ପାଠପଢ଼ା ରହିଥାଏ, ଘର କଥା ନଥାଏ। ଷ୍ଟୁଡେଣ୍ଟ ଲାଇଫ୍ ବା ଛାତ୍ର ଜୀବନରେ କାମଧନ୍ଦାର ଚିନ୍ତା ନଥାଏ, କେବଳ ପାଠପଢ଼ା ହିଁ ସ୍ମୃତିରେ ଥାଏ। ବାବା କହୁଛନ୍ତି, ଏଠାରେ କର୍ମ କରି ଘର ଗୃହସ୍ଥରେ କାର୍ଯ୍ୟ ବ୍ୟବହାରରେ ରହି ମଧ୍ୟ ଏହି ପାଠ ପଢ଼। ଏପରି କହୁନାହାନ୍ତି ଯେ ସନ୍ନ୍ୟାସୀମାନଙ୍କ ପରି ଘରଦ୍ୱାର ଛାଡ଼। ଏହା ହିଁ ହେଉଛି ରାଜଯୋଗ। ଏହା ପ୍ରବୃତ୍ତି ମାର୍ଗ। ସନ୍ନ୍ୟାସୀମାନଙ୍କୁ ତୁମେ କହିପାରିବ ଯେ, ତୁମର ହେଉଛି ହଠଯୋଗ। ତୁମେମାନେ ଘରଦ୍ୱାର ଛାଡ଼ୁଛ। ଏଠାରେ କିନ୍ତୁ ସେ କଥା ନାହିଁ। ଏହି ଦୁନିଆ କିପରି ମଇଳା ହୋଇଛି, କେତେ ଖରାପ ହୋଇଯାଇଛି। ଗରିବ ଲୋକମାନେ କିପରି ଅବସ୍ଥାରେ ରହିଛନ୍ତି, ଦେଖିଲେ ହିଁ ଘୃଣା ଆସିଥାଏ। ବାହାରୁ ବିଦେଶରୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି, ସେମାନଙ୍କୁ ଭଲ ଭଲ ସ୍ଥାନ ଦେଖାନ୍ତି। ଗରିବମାନେ କିପରି ଦୁର୍ଗନ୍ଧରେ ପଡ଼ି ରହିଛନ୍ତି, ତାହା କ'ଣ କେହି ଦେଖାନ୍ତି? ଏହା ତ ହେଲା ନର୍କ। କିନ୍ତୁ ରହିବାରେ ମଧ୍ୟ ବହୁତ ଫରକ ଅଛି ନା। ସାହୁକାରମାନେ କେଉଁଠି ରହନ୍ତି, ଗରିବ କେଉଁଠି ରହନ୍ତି, ସେଥିରେ ମଧ୍ୟ କର୍ମର ହିସାବ ଅଛି ନା। ସତ୍ୟ ଯୁଗରେ ଏପରି ଅଳିଆ ଆବର୍ଜନା ଆଦି ନଥାଏ। ସେଠାରେ ପ୍ରଭେଦ ରହିଥାଏ ନା। କେହି ସୁନାର ମହଲ ତିଆରି କରିବେ ତ କେହି ରୂପାର, କେହି ଇଟାର। ଏଠାରେ କେତୋଟି ଖଣ୍ଡ ବା ରାଷ୍ଟ୍ର ରହିଛି। ଗୋଟିଏ ୟୁରୋପ ଖଣ୍ଡ କେତେ ବଡ଼ ଅଟେ। ସେଠାରେ ବା ସତ୍ୟ ଯୁଗରେ କେବଳ ଆମେ ହିଁ ରହିବା। ଏହା ମଧ୍ୟ ବୁଦ୍ଧିରେ ରହିଲେ ଅବସ୍ଥା ବହୁତ ହର୍ଷିତ ରହିବ। ତୁମମାନଙ୍କ ବା ଷ୍ଟୁଡେଣ୍ଟର ବୁଦ୍ଧିରେ ପାଠପଢ଼ା ହିଁ ରହେ। କେବଳ ବାବା ଏବଂ ବର୍ଷା। ଏହା ବୁଝାଯାଇଛି ଯେ ବାକି କିଛି ଅଳ୍ପ ସମୟ ରହିଛି। ସେମାନେ କହିଦେଉଛନ୍ତି ଲକ୍ଷ ଲକ୍ଷ, ହଜାର ହଜାର ବର୍ଷ। ଏଠାରେ କିନ୍ତୁ 5000 ବର୍ଷର କଥା କୁହାଯାଉଛି। ତୁମେମାନେ ବୁଝିପାରୁଛ, ଏବେ ଆମର ରାଜଧାନୀ ସ୍ଥାପନ ହେଉଛି। ବାକି ସାରା ଦୁନିଆ ଶେଷ ହେବାର ଅଛି। ଏହା ପାଠପଢ଼ା ଅଟେ ନା। ବୁଦ୍ଧିରେ ଏହି ସ୍ମୃତି ରହୁ ଯେ ଆମେ ଷ୍ଟୁଡେଣ୍ଟ, ଆମକୁ ଭଗବାନ ପଢ଼ାଉଛନ୍ତି। ତେବେ କେତେ ଖୁସି ରହିବ। ଏହା କାହିଁକି ଭୁଲି ଯାଉଛ? କାରଣ ମାୟା ବହୁତ ପ୍ରବଳ। ସିଏ ଭୁଲାଇ ଦେଉଛି। ସ୍କୁଲରେ ସବୁ ଷ୍ଟୁଡେଣ୍ଟ ପଢ଼ୁଛନ୍ତି। ସମସ୍ତେ ଜାଣୁଛନ୍ତି ଯେ ଆମକୁ ଭଗବାନ ପଢ଼ାଉଛନ୍ତି। ସେଠାରେ ବା ସ୍କୁଲମାନଙ୍କରେ ତ ଅନେକ ପ୍ରକାରର ବିଦ୍ୟା ପଢ଼ାଯାଇଥାଏ। ଅନେକ ଶିକ୍ଷକ ଥାଆନ୍ତି। ଏଠାରେ କେବଳ ଜଣେ ଶିକ୍ଷକ।
ପାଠପଢ଼ା ମଧ୍ୟ ଗୋଟିଏ, ବାକି ନାୟବ ବା ସହକାରୀ ଶିକ୍ଷକ ନିଶ୍ଚୟ ଦରକାର। ଗୋଟିଏ ମାତ୍ର ସ୍କୁଲ, ବାକି ଆଉ ସବୁ ଶାଖା ପଢ଼ାଇବା ବାଲା ମଧ୍ୟ ଏକମାତ୍ର ବାବା ଅଟନ୍ତି। ସିଏ ଆସି ସମସ୍ତଙ୍କୁ ସୁଖ ଦେଉଛନ୍ତି। ତୁମେ ଏବେ ଜାଣିଛ ଆମେ ଅଧାକଳ୍ପ ସୁଖରେ ରହିବା, ତେବେ ଖୁସି ମଧ୍ୟ ରହିବା ଦରକାର ଯେ ଶିବ ବାବା ବା ଭଗବାନ ଆମକୁ ପଢ଼ାଉଛନ୍ତି। ଶିବ ବାବା ସ୍ୱର୍ଗର ରଚନା କରୁଛନ୍ତି, ଆମେ ସେହି ସ୍ୱର୍ଗର ମାଲିକ ହେବା ପାଇଁ ପଢ଼ୁଛୁ। ତେଣୁ ମନରେ କେତେ ଖୁସି ରହିବା ଦରକାର। ସେହି ସ୍କୁଲର ଷ୍ଟୁଡେଣ୍ଟମାନେ ମଧ୍ୟ ଖାଇ ପିଇ ସବୁକିଛି ଘରର କାମ ଆଦି କରିଥାନ୍ତି। ହଁ, କେତେକ ପାଠପଢ଼ାରେ ଅଧିକ ଧ୍ୟାନ ରଖିବା ପାଇଁ ହଷ୍ଟେଲରେ ରହିଥାନ୍ତି। ଚାକିରି କରିବା ପାଇଁ ଝିଅମାନେ ବାହାରେ ରହନ୍ତି। ସେଠାକୁ ଅନେକ ପ୍ରକାରର ଲୋକ ସବୁ ଆସିଥାନ୍ତି। ଏଠାରେ ତୁମେ କେତେ ନିରାପଦରେ ବସିଛ, କେହି ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏଠାରେ ଆଉ କାହା ସହିତ ସାଙ୍ଗ ନାହିଁ। ପତିତ ଆତ୍ମାଙ୍କ ସହିତ କଥା ହେବା ଦରକାର ନାହିଁ। ତୁମକୁ କାହାର ମୁହଁ ଦେଖିବା ଦରକାର ନାହିଁ। ତଥାପି ବାହାରେ ରହୁଥିବା ସନ୍ତାନମାନେ ଆଗକୁ ଚାଲି ଯାଉଛନ୍ତି। ଏହା କେତେ ଆଶ୍ଚର୍ଯ୍ୟଜନକର କଥା ଯେ ବାହାରେ ରହୁଥିବା ପିଲାମାନେ ଅନେକଙ୍କୁ ପଢ଼ାଇ ନିଜ ସମାନ କରି ଏଠାକୁ ନେଇ ଆସୁଛନ୍ତି। ବାବା ସମାଚାର ପଚାରିଥାନ୍ତି, କିପରି ପେସେଣ୍ଟ ବା ରୋଗୀକୁ ନେଇ ଆସିଛ? କେହି ବହୁତ ଖରାପ ପେସେଣ୍ଟ ବା ଆତ୍ମା ହୋଇଥିଲେ ତାଙ୍କୁ 7 ଦିନ ଭଟିରେ ରଖାଯାଏ। ଏଠାକୁ କୌଣସି ଶୂଦ୍ରକୁ ଆଣିବାର ନିୟମ ନାହିଁ। ଏହା ମଧୁବନ, ଯେପରିକି ତୁମ ବ୍ରାହ୍ମଣମାନଙ୍କର ଏକ ଗାଁ। ଏଠାରେ ବାବା ତୁମମାନଙ୍କୁ ହିଁ ବୁଝାଉଛନ୍ତି, ବିଶ୍ୱର ମାଲିକ କରୁଛନ୍ତି। ଯଦି କୌଣସି ଶୂଦ୍ରକୁ ନେଇ ଆସିବ, ସିଏ ବାତାବରଣକୁ ଖରାପ କରିବ। ତୁମମାନଙ୍କର ଚାଲିଚଳନି ବହୁତ ରାଜକୀୟ ହେବା ଦରକାର। ଆଗାମୀ ସମୟରେ ତୁମକୁ ବହୁତ ସାକ୍ଷାତକାର ହେବ। ସେଠାରେ କ'ଣ କ'ଣ ହେବ? ପଶୁ ପକ୍ଷୀ ମଧ୍ୟ କିପରି ବହୁତ ଭଲ ପ୍ରଜାତିର ରହିବ। ସବୁ ଭଲ ଭଲ ଜିନିଷ ରହିବ। ଏଠାକାର କୌଣସି ଜିନିଷ ସତ୍ୟଯୁଗର ଜିନିଷ ସହ ସମାନ ହୋଇପାରିବ ନାହିଁ। ସେଠାରେ ପୁଣି ଏଠାକାର ଜିନିଷ ହୋଇପାରିବ ନାହିଁ। ତୁମ ବୁଦ୍ଧିରେ ଅଛି ଆମେ ସ୍ୱର୍ଗକୁ ଯିବା ପାଇଁ ପରୀକ୍ଷାରେ ଏବେ ପାସ୍ ହେଉଛୁ। ସେଥିପାଇଁ ଯେତେ ପଢ଼ିବା ଆଉ ଅନ୍ୟମାନଙ୍କୁ ପଢ଼ାଇବା। ଶିକ୍ଷକ ହୋଇ ଅନ୍ୟମାନଙ୍କୁ ରାସ୍ତା ଦେଖାଇଥାନ୍ତି। ସମସ୍ତେ ଶିକ୍ଷକ ଅଟନ୍ତି, ସମସ୍ତଙ୍କୁ ପଢ଼ାଇବାର ଅଛି। ସର୍ବପ୍ରଥମେ ବାବାଙ୍କର ପରିଚୟ ଦେଇ କହିବାର ଅଛି ଯେ ବାବାଙ୍କଠାରୁ ଏହି ବର୍ଷା ମିଳୁଛି। ବାବା ହିଁ ଗୀତା ଶୁଣାଇଛନ୍ତି। ଇଏ ପ୍ରଜାପିତା ବ୍ରହ୍ମା ଅଟନ୍ତି। ତେବେ ତାଙ୍କ ସହିତ ଏଠାରେ ବ୍ରାହ୍ମଣ ମଧ୍ୟ ଥିବେ। ବ୍ରହ୍ମା ମଧ୍ୟ ଶିବ ବାବାଙ୍କଠାରୁ ପଢ଼ୁଛନ୍ତି। ତୁମେ ଏବେ ବିଷ୍ଣୁପୁରୀକୁ ଯିବା ପାଇଁ ପାଠ ପଢ଼ୁଛ। ଏହା ତୁମର ଅଲୌକିକ ଘର ଅଟେ। ଲୌକିକ, ପାରଲୌକିକ ଏବଂ ଅଲୌକିକ ଏସବୁ ନୂଆ କଥା ନା? ଭକ୍ତି ମାର୍ଗରେ କେହି ବ୍ରହ୍ମାକୁ ମନେ ପକାନ୍ତି ନାହିଁ। କାହାକୁ ବ୍ରହ୍ମା ବାବା ମଧ୍ୟ କହିବା ଜଣା ନାହିଁ। ଶିବ ବାବାଙ୍କୁ ମନେ ପକାନ୍ତି ଯେ ଦୁଃଖରୁ ମୁକ୍ତ କର। ସିଏ ହେଲେ ପାରଲୌକିକ ପିତା, ଇଏ ହେଲେ ଅଲୌକିକ ପିତା। ୟାଙ୍କୁ ବା ବ୍ରହ୍ମାକୁ ତୁମେ ସୂକ୍ଷ୍ମବତନରେ ମଧ୍ୟ ଦେଖୁଛ, ପୁଣି ଏଠାରେ ମଧ୍ୟ ଦେଖୁଛ। ଲୌକିକ ପିତା ତ ଏଠାରେ ଦେଖିବାକୁ ମିଳିଥାନ୍ତି। ପାରଲୌକିକ ପିତାଙ୍କୁ ତ ପରଲୋକରେ ଦେଖିପାରିବ। ପୁଣି ଇଏ ହେଉଛନ୍ତି ଅଲୌକିକ ୱାଣ୍ଡରଫୁଲ୍ ପିତା। ଏହି ଅଲୌକିକ ପିତାଙ୍କୁ ବୁଝିବାରେ ହିଁ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଶିବ ବାବାଙ୍କୁ ତ ନିରାକାର କହିବେ। ତୁମେ କହିବ ସିଏ ବା ଶିବ ବିନ୍ଦୁ ଅଟନ୍ତି। ସେମାନେ ଅଖଣ୍ଡ ଜ୍ୟୋତି ବା ବ୍ରହ୍ମ କହିଦେଇଥାନ୍ତି। ଅନେକ ମତ ରହିଛି, ତୁମର ତ ଗୋଟିଏ ମତ। ବାବା ଜଣକ ଦ୍ୱାରା ମତ ଦେବା ଆରମ୍ଭ କରିଛନ୍ତି, କିନ୍ତୁ ସନ୍ତାନମାନଙ୍କର ବୃଦ୍ଧି କେତେ ହେଉଛି। ତେଣୁ ତୁମମାନଙ୍କ ବୁଦ୍ଧିରେ ଏହା ରହିବା ଦରକାର। ଆମକୁ ଏବେ ଶିବ ବାବା ପଢ଼ାଉଛନ୍ତି, ପତିତରୁ ପାବନ କରୁଛନ୍ତି। ପୁଣି ରାବଣ ରାଜ୍ୟରେ ନିଶ୍ଚୟ ପତିତ ତମ ପ୍ରଧାନ ହେବାର ଅଛି। ନାମ ହିଁ ହେଉଛି ପତିତ ଦୁନିଆ। ସମସ୍ତେ ଦୁଃଖୀ ଅଟନ୍ତି। ତେଣୁ ବାବାଙ୍କୁ ମନେ ପକାଉଛନ୍ତି ଯେ ବାବା ଆମ ଦୁଃଖ ଦୂର କରି ସୁଖ ଦିଅ। ଆମ ସମସ୍ତଙ୍କର ଜଣେ ହିଁ ପିତା ଅଟନ୍ତି। ସିଏ ତ ସମସ୍ତଙ୍କୁ ସୁଖ ଦେବେ ନା। ନୂଆ ଦୁନିଆରେ ସୁଖ ହିଁ ସୁଖ। ବାକି ସମସ୍ତେ ଶାନ୍ତିଧାମରେ ରହିଥାନ୍ତି। ଏହା ବୁଦ୍ଧିରେ ରହିବା ଦରକାର। ଏବେ ଆମେ ଶାନ୍ତିଧାମକୁ ଯିବା।
ଯେତେ ବିନାଶ ନିକଟତର ହେବ, ତେବେ ଆଜିର ଦୁନିଆ କ'ଣ, କାଲିର ଦୁନିଆରେ କ'ଣ ହେବ ସବୁ ଦେଖି ଚାଲିବ। ସ୍ୱର୍ଗର ବାସାଇକୁ ନିକଟରୁ ଦେଖିବ। ସେଥିପାଇଁ ସନ୍ତାନମାନଙ୍କୁ ମୁଖ୍ୟ କଥା ବୁଝାଯାଉଛି। ବୁଦ୍ଧିରେ ଏହି ସ୍ମୃତି ରହୁ ଯେ ଆମେ ଏବେ ସ୍କୁଲରେ ବସିଛୁ। ଆମକୁ ପଢ଼ାଇବା ପାଇଁ ଶିବ ବାବା ଏହି ରଥରେ ଆରୋହଣ କରି ଆସିଛନ୍ତି। ଇଏ ଭାଗୀରଥୀ ଅଟନ୍ତି। ବାବା ନିଶ୍ଚିତ ଥରେ ମାତ୍ର ଆସିଥାନ୍ତି। ଭାଗୀରଥର ନାମ କ'ଣ, ଏହା ମଧ୍ୟ କାହାକୁ ଜଣା ନାହିଁ। ତୁମେ ସନ୍ତାନମାନେ ଯେତେବେଳେ ବାବାଙ୍କ ସମ୍ମୁଖରେ ବସୁଛ, ତେବେ ବୁଦ୍ଧିରେ ରହିବା କଥା ଯେ ବାବା ଏବେ ଆସିଛନ୍ତି, ଆମକୁ ସୃଷ୍ଟିଚକ୍ରର ରହସ୍ୟ ବତାଉଛନ୍ତି। ବର୍ତ୍ତମାନ ନାଟକ ଶେଷ ହେଉଛି। ଏବେ ଆମେ ଘରକୁ ଯିବାର ଅଛି। ଏହା ବୁଦ୍ଧିରେ ରଖିବା କେତେ ସହଜ, କିନ୍ତୁ ଏହାକୁ ମଧ୍ୟ ଭୁଲି ଯାଉଛନ୍ତି। ବର୍ତ୍ତମାନ ସୃଷ୍ଟିଚକ୍ର ଶେଷ ହେଉଛି। ଏବେ ଆମକୁ ଘରକୁ ଯିବାର ଅଛି। ପୁଣି ନୂଆ ଦୁନିଆରେ ଆସି ଅଭିନୟ କରିବାର ଅଛି। ପୁଣି ଆମ ପରେ ଅମୁକ ଅମୁକ ଆସିବେ। ତୁମେମାନେ ଜାଣୁଛ ଏହି ଚକ୍ର କିପରି ଘୁରୁଛି, ଦୁନିଆର ବୃଦ୍ଧି କିପରି ହେଉଛି। ଦୁନିଆ ନୂଆରୁ ପୁରୁଣା, ପୁଣି ପୁରୁଣାରୁ ନୂଆ ହୁଏ। ବିନାଶ ପାଇଁ ପ୍ରସ୍ତୁତି ହେଉଥିବା ମଧ୍ୟ ଦେଖୁଛ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବାର ଅଛି। ଏତେ ସବୁ ବୋମା ତିଆରି କରି ରଖିଛନ୍ତି, ସେସବୁ କାମରେ ଆସିବାର ଅଛି ନା। ବୋମା ଦ୍ୱାରା ଏତେ କାମ ହେବ ଯାହାକି ମନୁଷ୍ୟମାନଙ୍କୁ ଲଢ଼ିବା ଦରକାର ପଡ଼ିବ ନାହିଁ। ସୈନ୍ୟବାହିନୀକୁ ପୁଣି ଛାଡ଼ିଦେବେ, ବୋମା ସବୁ ପକାଇ ଚାଲିବେ। ପୁଣି ବହୁତ ସଂଖ୍ୟକ ମନୁଷ୍ୟ ଚାକିରିରୁ ବାହାରିଯିବେ। ତେବେ ଭୋକରେ ମରିବେ ନା। ଏହା ସବୁ ହେବାର ଅଛି। ପୁଣି ସିପାହୀ ଆଦି କ'ଣ କରିବେ? ଭୂମିକମ୍ପ ହେଉଥିବ, ବୋମା ମଧ୍ୟ ପଡ଼ୁଥିବ, ଜଣେ ଜଣକୁ ମାରୁଥିବେ। ଖୁନେ ନାହାକ ଖେଳ ହେବାର ଅଛି ନା। ତେଣୁ ଏଠାରେ ଯେବେ ଆସି ବସୁଛ, ତେବେ ଏଇ କଥା ସବୁକୁ ଚିନ୍ତନ କରିବାର ଅଛି। ଶାନ୍ତିଧାମ ସୁଖଧାମକୁ ମନେ ପକାଉଥାଅ। ନିଜକୁ ପଚାର, ମୋର କ'ଣ ସବୁ ମନେ ପଡ଼ୁଛି। ଯଦି ବାବାଙ୍କ ସ୍ମୃତି ରହୁନାହିଁ, ତେବେ ନିଶ୍ଚିତ ବୁଦ୍ଧି ଏଣେ ତେଣେ ଭଟକୁଥିବ, ଯାହାଦ୍ୱାରା ବିକର୍ମ ବିନାଶ ହେବ ନାହିଁ ଏବଂ ପଦ ମଧ୍ୟ କମିଯିବ। ଆଚ୍ଛା, ଯଦି ବାବାଙ୍କ ସ୍ମୃତି ରହୁନାହିଁ, ତେବେ ସୃଷ୍ଟିଚକ୍ରକୁ ସ୍ମରଣ କର, ତେବେ ମଧ୍ୟ ଖୁସି ରହିବ। କିନ୍ତୁ ଶ୍ରୀମତରେ ନ ଚାଲିଲେ, ସେବା ନ କରିଲେ ବାପ ଦାଦାଙ୍କ ହୃଦୟରେ ବସିପାରିବ ନାହିଁ। ଯଦି ସେବା କରୁନାହାନ୍ତି, ତେବେ ଅପସେବା କରି ଅନେକଙ୍କୁ ହଇରାଣ କରୁଛନ୍ତି। କେହି ସନ୍ତାନ ବହୁତଙ୍କୁ ନିଜ ସମାନ କରି ବାବାଙ୍କ ପାଖକୁ ନେଇ ଆସିଥାନ୍ତି। ତେଣୁ ସେମାନଙ୍କୁ ବାବା ଦେଖି ଖୁସି ହୁଅନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସଦା ହର୍ଷିତ ରହିବା ପାଇଁ ବୁଦ୍ଧିରେ ପାଠପଢ଼ା ଏବଂ ପଢ଼ାଉଥିବା ଶିକ୍ଷକଙ୍କର ସ୍ମୃତି ରହିବା ଉଚିତ। ଖାଇ ପିଇ ସବୁ କାମ କରି ମଧ୍ୟ ପାଠପଢ଼ା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାର ଅଛି। 2 ନମ୍ବର, ବାପ ଦାଦାଙ୍କ ଦିଲରେ ବସିବା ପାଇଁ ଶ୍ରୀମତ ଆଧାରରେ ବହୁତଙ୍କୁ ନିଜ ସମାନ କରିବା ପାଇଁ ସେବା କରିବାର ଅଛି। କାହାକୁ ମଧ୍ୟ ବିରକ୍ତ କରିବାର ନାହିଁ। ବରଦାନ, ଅଶରୀରୀ ପଣିଆର ଇଞ୍ଜେକ୍ସନ ଦ୍ୱାରା ମନକୁ ନିୟନ୍ତ୍ରଣ କରୁଥିବା ଏକାଗ୍ରଚିତ ହୁଅ। ଅଶରୀରୀ ପଣିଆର ଇଞ୍ଜେକ୍ସନ ଦ୍ୱାରା ମନକୁ ନିୟନ୍ତ୍ରଣ କରୁଥିବା ଏକାଗ୍ରଚିତ ହୁଅ। ଡିଟେଲ୍ସ, ଯେପରି ଆଜିକାଲି କେହି ଯଦି ନିୟନ୍ତ୍ରଣରେ ଆସୁନାହିଁ, ବହୁତ ବିରକ୍ତ କରୁଛି ବା ପାଗଳ ହୋଇଯାଉଛି, ତେବେ ତାକୁ ଏଭଳି ଇଞ୍ଜେକ୍ସନ ଲଗାଇ ଦେଉଛନ୍ତି ଯାହାଦ୍ୱାରା ସେ ଶାନ୍ତ ହୋଇଯାଉଛି। ସେହିପରି ତୁମର ସଂକଳ୍ପ ଶକ୍ତି ଯଦି ନିୟନ୍ତ୍ରଣରେ ଆସୁନାହିଁ, ତେବେ ତାକୁ ଅଶରୀରୀ ପଣିଆର ଅର୍ଥାତ୍ ଅଶରୀରୀ ସ୍ଥିତିର ସ୍ଥିତ ହେବାର ଇଞ୍ଜେକ୍ସନ ଲଗାଇ ଦିଅ, ଯାହାଦ୍ୱାରା ସେ ଆଉ ବ୍ୟର୍ଥରେ ଉଛୁଳିବ ନାହିଁ, ସହଜରେ ଏକାଗ୍ରଚିତ ହୋଇଯିବ। କିନ୍ତୁ ବୁଦ୍ଧିରୂପୀ ଲଗାମକୁ ବାବାଙ୍କ ହାତକୁ ଦେଇଦେବା ପରେ ଯଦି ପୁନର୍ବାର ତାକୁ ନିଜ ହାତକୁ ନେଇ ଆସୁଛ,
ତେବେ ମନ ତୁମକୁ ବ୍ୟର୍ଥରେ ମେହନତ କରାଇ ଦେଉଛି। ତେଣୁ ଏବେ ବ୍ୟର୍ଥର ମେହନତରୁ ମୁକ୍ତ ହୋଇଯାଅ। ସ୍ଲୋଗାନ: ନିଜର ପୂର୍ବଜ ସ୍ୱରୂପକୁ ସ୍ମୃତିରେ ରଖି ସର୍ବ ଆତ୍ମାଙ୍କ ଉପରେ ଦୟା କର। ନିଜର ପୂର୍ବଜ ସ୍ୱରୂପକୁ ସ୍ମୃତିରେ ରଖି ସର୍ବ ଆତ୍ମାଙ୍କ ଉପରେ ଦୟା କର। ଓମ୍ ଶାନ୍ତି।